ପଦ୍ମପୁରାଣ ମତରେ ଜଳନ୍ଧର ନାମକ ଅସୁରର ବୃନ୍ଦା ନାମ୍ନୀ ପତ୍ନୀ ଥିଲେ। ଏହି ବୃନ୍ଦା କାଳନେମୀ ଦୈତ୍ୟର କନ୍ୟା। ଜଳନ୍ଧର ଇନ୍ଦ୍ରଙ୍କୁ ପରାସ୍ତ କରି ସ୍ୱର୍ଗରେ ରାଜା ହେବାରୁ ଇନ୍ଦ୍ର ମହାଦେବଙ୍କ ଶରଣାପନ୍ନ ହେଲେ। ଏ ଦୈତ୍ୟ ପାର୍ବତୀଙ୍କ ପ୍ରତି କାମାସକ୍ତ ହୋଇ ପାର୍ବତୀ ଦେବା ନିମନ୍ତେ ମହାଦେବଙ୍କୁ ଆଦେଶ କରିବାରୁ ମହାଦେବ ଏହା ଉପରେ କ୍ରୁଦ୍ଧ ହୋଇ ଏହା ସଙ୍ଗେ ଯୁଦ୍ଧ କଲେ, କିନ୍ତୁ ବହୁ ଯୁଗ ପର୍ଯ୍ୟନ୍ତ ଏହାକୁ ପରାସ୍ତ କରିପାରିଲେ ନାହିଁ। କାରଣ ଏହାର ପତ୍ନୀ ପତିପରାୟଣ ସତୀ ବୃନ୍ଦା ବିଷ୍ଣୁ ପୂଜା କରି ପତିର ମଙ୍ଗଳ ପ୍ରାର୍ଥନା କରୁଥାନ୍ତି। ବିଷ୍ଣୁ ମାୟାରେ ଜଳନ୍ଧର ରୂପ ଧାରଣ କରି ବୃନ୍ଦା ନିକଟରେ ଉପସ୍ଥିତ ହେବାରୁ ବୃନ୍ଦାର ତପସ୍ୟା ଭଗ୍ନ ହେଲା ଓ ଜଳନ୍ଧର ହତ ହେଲା। ପରେ ବୃନ୍ଦା ବିଷ୍ଣୁଙ୍କର ଏହି କ୍ରୁଟ ଜାଣିପାରି ବିଷ୍ଣୁଙ୍କ ଅଭିଶାପ ଦେବାରୁ କ୍ରୋଧାନ୍ୱିତ ସ୍ୱାଧ୍ୱୀଙ୍କୁ ଶାନ୍ତ କରିବା ନିମନ୍ତେ ବିଷ୍ଣୁ ତାଙ୍କୁ କହିଲେ, ତୁମ୍ଭେ ସ୍ୱାମୀଙ୍କ ସଙ୍ଗେ ସମମୃତା ହୁଅ। ତୁମ୍ଭ ଚିତାଭସ୍ମରୁ ତୁଳସୀ, ଧାତ୍ରୀ, ପଲାଶ ଓ ଅଶ୍ୱତ୍ଥ ଏହି 4ଟି ବୃକ୍ଷ ଜନ୍ମି ଯୁଗେ ଯୁଗେ ପୂଜା ପାଇବେ। ତା ହିଁ ହେଉଛି ବୃନ୍ଦାବତୀ। ସମସ୍ତେ ତାଙ୍କୁ ପୂଜା କରନ୍ତି। ଧନ୍ୟବାଦ। ନୟନା ତୁଳସୀ ବାସୁଥାଉ, ଆଖିକୁ ଶ୍ରୀମୁଖ ଦିଶୁଥାଉ।